ଖରା ଦିନେ ଆମ୍ବ ଖଟା ହଉ କି ଆମ୍ବ ଚଟଣି ଭାତ ସାଙ୍ଗରେ ଟିକେ ସାଇଡ଼ରେ ଥିଲେ ବଢ଼ିଆ ଲାଗେନି ଖାଇବାକୁ। ଆମ୍ବକୁ ଲଙ୍କା ଲୁଣ ଦେଇକି ଖାଇବାର ମଜା ହିଁ କିଛି ଅଲଗା। କିନ୍ତୁ କଞ୍ଚା ଆମ୍ବକୁ ପୋଡ଼ିକି ସରବତ ତା ମଜା ସବୁଠୁ ନିଆରା। ଏଇ ଗ୍ଲାସ୍ଟିକୁ ଆପଣମାନେ ଟ୍ରାଏ କରନ୍ତୁ। ମୁଁ ଚାଲନ୍ତୁ ରେସିପି କହୁଛି। ଜୟ ଜଗନ୍ନାଥ। ମୁଁ ଝିଲି ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ୍ ଓଡ଼ିଆ ଛୁଙ୍କକୁ। ମୁଁ ଏଇଠି ଦୁଇଟା ଆମ୍ବ ନେଇଛି। ଦୁଇଟା କଞ୍ଚା ଆମ୍ବ ଭଲ ଭାବରେ ପାଣିରେ ବତୁରେଇକି ଉପର ସ୍କିନ୍କୁ ଚକଟି ଚକଟି ଧୋଇକି ମୁଁ ନେଇଛି। ଏବେ ଆମେ ଆମ୍ବକୁ ପୋଡ଼ିବା ପାଇଁ ଗ୍ୟାସ୍ ଅନ୍ କରିକି ଯେଉଁଥିରେ ରୁଟି ସେକନ୍ତି ସେଭଳିଆ ଗୋଟେ ଜାଲି ରଖିକି ମୁଁ ଏଇଠି ଆମ୍ବକୁ ରଖିଦେଲି। ଯେମିତି ଆମେ ବାଇଗଣ ପୋଡ଼ନ୍ତି ଟମାଟୋ ପୋଡ଼ନ୍ତି ଠିକ୍ ସେଇଭଳି ଭାବରେ ହିଁ ଆମେ ଆମ୍ବକୁ ବି ପୋଡ଼ି ନେବା। ଆଉ ଗୋଟେ କଥା କହି ରଖିବି, ଯଦି ଆପଣମାନେ ବେଶୀ ପରିମାଣରେ କରିବାକୁ ଚାହୁଁଛନ୍ତି ପ୍ରୋସିଜିଓର ପୁରା ସମାନ। ଦୁଇଟା ଜାଗାରେ ଆପଣ ଏଠି 4ଟା 6ଟା ଆମ୍ବ ବି ପୋଡ଼ି ପାରିବେ। ଆପଣମାନେ ଦେଖିପାରୁଥିବେ ଆମ୍ବ ଆମର କେତେ ବଢ଼ିଆ ସିଝିଗଲାଣି, ପୁରା ପୋଡ଼ିକି ଚାରିପଟୁ ହେଇଗଲାଣି। ଗ୍ୟାସ୍ ବନ୍ଦ କରିଦେବା, ଆମ୍ବକୁ ଟିକେ ଥଣ୍ଡା ହେବାକୁ ଛାଡ଼ିଦେବା। ଏବେ ଆମେ କ'ଣ କରିବା, ଏ ଆମ୍ବକୁ ଚୋପା ଛଡ଼େଇଦେବା। ଯେମିତି ଆମେ ବାଇଗଣ ଭର୍ତ୍ତା ଟମାଟୋ ପୋଡ଼ା ମାନେ ପାଗ କରିବା ପାଇଁ ଯେମିତି ପୋଡ଼ି ସାରିଲା ପରେ ଆମେ ଚୋପା ଛଡ଼ାନ୍ତି, ଠିକ୍ ସେଇଭଳି ଭାବରେ ଆମ୍ବର ବି ଆମେ ଚୋପା ଛଡ଼େଇଦେବା। ଆମ୍ବ ଚୋପା ଛଡ଼େଇ ସାରିଲା ପରେ ଏବେ ଆମେ ତାକୁ କ'ଣ କରିବା, ଆପଣମାନେ ଦେଖିପାରୁଥିବେ ମୁଁ ପୁରା ଆମ୍ବ ସବୁ ପୁରା ଚୋପା ଛଡ଼େଇ ଦେଲିଣି। ଏବେ ୟାର ଆମେ ପଲ୍ପ ଗୁଡ଼ାକୁ କାଢ଼ିଦେବା। ଟାକୁଆ ଉପରୁ ଯେଉଁ ପଲ୍ପ ଅଛି ତାକୁ କାଢ଼ି ନେବା। ଚୋପାକୁ ମୁଁ ଅଲଗା କରିଦେଉଛି। ଆପଣମାନେ ଚାହିଁଲେ ଯେମିତି ବେଲକୁ ଆମେ ଚକଟି ଚକଟି ତା'ର ପଣା କରନ୍ତି ସେମିତି ଆପଣ ୟାର ପଲ୍ପ ବି ବାହାର କରିପାରିବେ ଅଳ୍ପ ଟିକେ ପାଣି ଦେଇକି। କିନ୍ତୁ ଯଦି ଆପଣମାନେ ଫ୍ରିଜ୍ରେ ଏଇ ପଲ୍ପକୁ ଷ୍ଟୋର୍ କରିକି ରଖିବାକୁ ଚାହୁଁଛନ୍ତି ତାହେଲେ ପାଣିରେ ଏମିତି ଚକଟି ଚକଟିକି ଆପଣମାନେ ତା'ର ପଲ୍ପ ନ ବାହାର କରିକି ତାକୁ କ'ଣ କରନ୍ତୁ, ଏମିତି ଛୁରୀରେ ଏମିତି ଆରାମସେ ବାହାର କରନ୍ତୁ, ଯେଉଁଥିରେ ପାଣି ଅଂଶ ବିଲକୁଲ ଯିବନି। ପୁରା 2ଟା ଆମ୍ବର ପଲ୍ପ ବାହାରି ଯାଇଛି। ଏବେ ଆମେ କ'ଣ କରିବା, ତାକୁ ମିକ୍ସିଂ ଜାର୍ରେ ନେଇକି ତା'ର ଗୋଟେ ବେସ୍ ପେଷ୍ଟ ତିଆରି କରିବା, ଯାହାକୁ ଆମେ ଫ୍ରିଜ୍ରେ 10ରୁ 15 ଦିନ ପର୍ଯ୍ୟନ୍ତ ବି ଷ୍ଟୋର୍ କରିପାରିବା। ତ ଆଗେ ଯେଉଁ 2ଟା ଆମ୍ବର ପଲ୍ପ ନେଇଥିଲେ ଆମେ ତାକୁ ଦେଇଦେବା। ଏଠି ମୁଁ ଗୋଟେ ବିଡ଼ା ପୋଦିନା ପତ୍ର ନେଇଥିଲି, ତା ଦେହରୁ ଅଧା ବିଡ଼ା ପୋଦିନା ପତ୍ରକୁ ଭଲ ଭାବରେ ବାଛିକି ଧୋଇକି ପାଣିରୁ ଛାଣିକି ସେଇ ପୋଦିନା ପତ୍ରକୁ ବି ନେଇଗଲି। ମସଲାରେ 1 ଇଞ୍ଚ ଅଦା, 1 ଛୋଟ ଚାମଚ ଭଜା ଜିରା ଗୁଣ୍ଡ, 1 ବଡ଼ ଚାମଚ କଳା ଲୁଣ ଆଉ 1 ଛୋଟ ଚାମଚ ଗୋଲମରିଚ। କୌଣସି ସାମଗ୍ରୀକୁ ସ୍କିପ୍ କରିବେନି, କାହିଁକିନା ଏସବୁ ସାମଗ୍ରୀ ହେଉଛି ମାନେ ଗୋଟେ ଔଷଧୀୟ ଗୁଣ ଥାଏ ଆଉ ଆପଣଙ୍କର ଡାଇଜେସନ୍କୁ ବି ଷ୍ଟ୍ରଙ୍ଗ କରେ, ସନଷ୍ଟ୍ରୋକ୍ରୁ ରକ୍ଷା କରିବା ପାଇଁ ବି ବହୁତ ହେଲ୍ପ କରେ। ମିଠା ପାଇଁ ମୁଁ ଏଠି ଚିନି ୟୁଜ୍ କରିଛି। ଅଧ କପ୍ ଚିନି ଦେଇକି 2 ଚାମଚ ଖଣ୍ଡେ ପାଣି ଦେଇକି ମିକ୍ସିଂ ଜାର୍କୁ ବନ୍ଦ କରିଦେବା ଆଉ ୟାର ଗୋଟେ ଫାଇନ୍ ପେଷ୍ଟ ତିଆରି କରିନେବା। ଏଠି ଗୋଟେ କଥା କହି ରଖିବି, ଚିନି ବଦଳରେ ଆପଣମାନେ ଏଠି ଗୁଡ଼ କିମ୍ବା ମିଶ୍ରି ବି ୟୁଜ୍ କରିପାରିବେ। ଏବେ ଦେଖନ୍ତୁ ଆମର ଯେଉଁ ପଲ୍ପ ଯେଉଁ ତିଆରି କରିଥିଲେ, ଯେଉଁ ପଲ୍ପର ଯେଉଁ ପେଷ୍ଟ ତିଆରି କରିଥିଲେ ପୁରା ତିଆରି ହେଇଯାଇଛି। ୟାକୁ ଆପଣମାନେ କାଚ ବୋଟଲରେ, ଏୟାରଟାଇଟ୍ କାଚ ବୋଟଲରେ ଭର୍ତ୍ତି କରିକି ସପ୍ତାହେରୁ 10 ଦିନ ପର୍ଯ୍ୟନ୍ତ ଆପଣମାନେ ଆରାମସେ ୟାକୁ ଫ୍ରିଜ୍ରେ ଷ୍ଟୋର୍ କରିକି ରଖିପାରିବେ। ମୁଁ ଏବେ ଅଧା ଷ୍ଟୋର୍ କରିଦେଉଛି, କାହିଁକିନା 2ଟା ଆମ୍ବରେ ଟୋଟାଲ୍ 6 ଗ୍ଲାସ୍ ମୋର ସରବତ ହେବ। ତ ମୁଁ ଅଧା ଷ୍ଟୋର୍ କରିଦେଲି ଆଉ ବାକି ଅଧାକୁ ଗୋଟେ ଏମିତି କାଚ ବୋଲରେ ହେଉ କିମ୍ବା କଂସାରେ ହେଉ କିମ୍ବା ଡାଇରେକ୍ଟ ଆପଣ ଜଗ୍ରେ ବି ସରବତ ତିଆରି କରିକି ରଖିପାରିବେ, ଯାହାକୁ ଆପଣ ପରେ ଚାହିଁଲେ ଘରକୁ ଗେଷ୍ଟ ଆସନ୍ତୁ କି ମାନେ କେହି ଆସିଲେ କି କିଟି ପାର୍ଟି ଥିଲେ କି ଛୁଆଙ୍କ ଜନ୍ମଦିନ ଥିଲେ ସର୍ଭ କରିପାରିବେ। ମିକ୍ସିଂ ଜାର୍କୁ ଧୋଇକିନା ବି ପାଣି ଦେଇଦେଲି। ଥଣ୍ଡା ପାଇଁ ମୁଁ ତ ଫ୍ରିଜ୍ରେ ରଖିନଥିଲି, ସେଇଥିପାଇଁ କିଛି ଆଇସ୍ କ୍ୟୁବ୍ସ ଦେଇଦେଲି। ଏବେ ଆମେ ଏଥିରେ ଏକ୍ସଟ୍ରା ପାଣି ଆଡ଼୍ କରିବା। ଆପଣମାନେ ଚାହିଁଲେ 2 ଗ୍ଲାସ୍ 3 ଗ୍ଲାସ୍ ପାଣି ଆଡ଼୍ କରିପାରିବେ, କିନ୍ତୁ ଚିନି ଆଉ ଲୁଣ ତ କମ୍ ହେଇଯିବ। ତ ସେଥିପାଇଁ ଟେଷ୍ଟ କରିକି ଆପଣମାନେ ଆପଣମାନଙ୍କ ଟେଷ୍ଟ ଅନୁସାରେ ଏକ୍ସଟ୍ରା ଚିନି ଆଉ କଳା ଲୁଣ ଆଡ଼୍ କରିପାରିବେ। କିନ୍ତୁ ମୋ ପାଇଁ 3 ଗ୍ଲାସ୍ ପରଫେକ୍ଟ ଥିଲା, ସେଥିପାଇଁ ମୋତେ କିଛି ଆଡ଼୍ କରିବାକୁ ପଡ଼ିଲାନି। ଏଇଠି ମୁଁ ଟିକେ ଲୁଣ ଆଉ ଲଙ୍କାଗୁଣ୍ଡ ନେଇଛି ମୋ ଗ୍ଲାସ୍ ସଜେଇବା ପାଇଁ। ଗୋଟେ କାଚ ଗ୍ଲାସ୍ ନେଇକି ତା ଉପରକୁ ଆମେ କ'ଣ କରିବା, ଏମିତି ମାନେ ଲେମ୍ବୁରେ ଟିକେ ଘଷି ଦେଲେ ଓଦା ହେଇଯିବ ଆଉ ଆମର ଯେଉଁ ଲଙ୍କା ଆଉ ଲୁଣ ଲାଗିଯିବ। ଯେମିତି ଆପଣମାନେ ରେଷ୍ଟୁରାଣ୍ଟରେ ଦେଖନ୍ତି ସଜାନ୍ତି ସେଇଭଳିଆ ହେଇଯିବ। ଗ୍ଲାସ୍ ରେଡ଼ି, ଆମ ପୋଡ଼ା ଆମ୍ବ ସରବତ ରେଡ଼ି।
ଭୀଷଣ ଖରାକୁ ଆମ ଶରୀରକୁ ରକ୍ଷା କରିବା ପାଇଁ ଔଷଧ ରେଡ଼ି। ବିଶ୍ୱାସ କରିବେନି, ସନଷ୍ଟ୍ରୋକ୍ ପାଇଁ ଏଇଟା ହେଉଛି ସବୁଠୁ ବହୁତ ହି ବଡ଼ ଉପକାରୀ ସରବତ। ଆପଣ ଡେଲି ଗୋଟେ ଗ୍ଲାସ୍ ପିଅନ୍ତୁ, ନିଜକୁ ଫ୍ରେଶ୍ ରଖନ୍ତୁ, ହେଲ୍ଦି ରଖନ୍ତୁ, ଆଉ ମୋ ସାଙ୍ଗରେ ଏମିତି ବନିକି ଥାଆନ୍ତୁ। ସରବତଟି ଆପଣମାନଙ୍କ ପାଇଁ ନୂଆ ରେସିପି ସହିତ ପୁଣି ଦେଖା ହେବ। ଜୟ